ଭାରତୀୟ ମହିଳାମାନେ କାହିଁକି ମଥାରେ ସିନ୍ଦୁର ଲଗାନ୍ତି? ଏହି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ହେଲେ ଆପଣ ଆମ ଚ୍ୟାନେଲକୁ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣ ଆମ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ। ବନ୍ଧୁଗଣ, ଭାରତୀୟ ବିବାହିତା ମହିଳାମାନଙ୍କ ପାଇଁ ବିବାହର ଅତ୍ୟନ୍ତ ଗୁରୁତ୍ୱ ରହିଥାଏ। ମଥାରେ ଲଗାଯାଇଥିବା ସିନ୍ଦୁର କେବଳ ମହିଳାମାନଙ୍କର ବିବାହିତ ହେବାର ପ୍ରମାଣ ନୁହେଁ, ବରଂ ଏହା ସ୍ୱାମୀଙ୍କର ଦୀର୍ଘ ଆୟୁ ଏବଂ ସୁଖ ସମୃଦ୍ଧିର ପ୍ରତୀକ ମଧ୍ୟ ହୋଇଥାଏ। 16 ଅଳଙ୍କାର ମଧ୍ୟରୁ ଗୋଟିଏ ସିନ୍ଦୁର ଲଗାଇବାର ପ୍ରଥା ଶତାବ୍ଦୀ ଧରି ଚାଲି ଆସୁଛି। କେବଳ ଧାର୍ମିକ ନୁହେଁ, ବରଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ସିନ୍ଦୁର ଲଗାଇବାକୁ ଅତ୍ୟନ୍ତ ଲାଭଦାୟକ ଭାବରେ ବିବେଚନା କରାଯାଇଥାଏ। ଚାଲନ୍ତୁ ଜାଣିବା ସିନ୍ଦୁର ସହ ଜଡ଼ିତ କିଛି ସ୍ୱତନ୍ତ୍ର କଥା ବିଷୟରେ, ଯାହା ପ୍ରତ୍ୟେକ ମହିଳାଙ୍କୁ ଜଣା ରହିବା ଉଚିତ। କୁହାଯାଏ ଯେ ଲାଲ ରଙ୍ଗର ସିନ୍ଦୁର ଲଗାଇବା ଦ୍ୱାରା ମାତା ପାର୍ବତୀ ମହିଳାମାନଙ୍କୁ ଅଖଣ୍ଡ ପତିବ୍ରତା ରହିବାର ଆଶୀର୍ବାଦ ଦେଇଥାନ୍ତି। ପୌରାଣିକ କଥା ଅନୁଯାୟୀ ସିନ୍ଦୁର ଲଗାଉଥିବା ମହିଳାମାନଙ୍କର ସ୍ୱାମୀଙ୍କର ରକ୍ଷା ମାତା ପାର୍ବତୀ ନିଜେ କରିଥାନ୍ତି ଏବଂ ତାଙ୍କୁ ଖରାପ ଶକ୍ତି କବଳରୁ ରକ୍ଷା କରିଥାନ୍ତି। ଫ୍ୟାସନ ଯୋଗୁଁ ଆଜିକାଲିର ମହିଳାମାନେ କେବଳ ପ୍ରଦର୍ଶନ ପାଇଁ ସିନ୍ଦୁର ଲଗାଉଛନ୍ତି, କିନ୍ତୁ ଶାସ୍ତ୍ର ଅନୁଯାୟୀ ସିନ୍ଦୁର ଦେଖାଯିବା ଭଲ ହୋଇଥାଏ। ସିନ୍ଦୁର ଲୁଚାଇବା ଦ୍ୱାରା ସ୍ୱାମୀଙ୍କର ମାନ ସମ୍ମାନକୁ କ୍ଷତି ପହଞ୍ଚିପାରେ। ଏହା ସହ ଲମ୍ବା ସିନ୍ଦୁର ଲଗାଇବା ଦ୍ୱାରା ସ୍ୱାମୀଙ୍କର ଇଜ୍ଜତ ବୃଦ୍ଧି ହୋଇଥାଏ। ଶାସ୍ତ୍ର ଅନୁଯାୟୀ ସିନ୍ଦୁରକୁ ସଦାସର୍ବଦା ନାକ ସିଧାରେ ଲଗାଇବା ଉଚିତ, କାରଣ ବଙ୍କା ଢଙ୍କା ସିନ୍ଦୁର ସ୍ୱାମୀଙ୍କର ଭାଗ୍ୟ ଖରାପ କରିଦେଇଥାଏ। ଏହା ସହ ସେ ସର୍ବଦା ସମସ୍ୟା ଘେରରେ ରହିଥାନ୍ତି। ମଥାରେ ସିନ୍ଦୁର ଲଗାଇବା ଦେବୀ ଲକ୍ଷ୍ମୀଙ୍କର ଘରେ ବାସ କରିବା ଏବଂ ଭାଗ୍ୟର ସଂକେତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଏଥିସହିତ ସିନ୍ଦୁରର ସକାରାତ୍ମକ ଶକ୍ତି ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ଉପରେ ଭଲ ପ୍ରଭାବ ପକାଇଥାଏ, ଯାହାଦ୍ୱାରା ସେ ସୁସ୍ଥ ଏବଂ ଭାଗ୍ୟଶାଳୀ ରହିଥାନ୍ତି। ପୌରାଣିକ କଥା ଅନୁଯାୟୀ ହଳଦୀଯୁକ୍ତ ସିନ୍ଦୁର ଲଗାଇବା ଶୁଭ ହୋଇଥାଏ। ଏହାଦ୍ୱାରା ଏକାଗ୍ରତା ବଢ଼ିବା ସହ ମନ ଶାନ୍ତ ରହିଥାଏ। ଏହାଦ୍ୱାରା ଅନେକ ରୋଗ ଦୋଷ ମଧ୍ୟ ଦୂର ହୋଇଥାଏ। ଏହା ବ୍ୟତୀତ ସିନ୍ଦୁର ଲଗାଇବାକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଅତ୍ୟନ୍ତ ଶୁଭ ଭାବରେ ବିବେଚନା କରାଯାଇଛି। ଏହାଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ। ବାସ୍ତବରେ ସିନ୍ଦୁର ଲଗାଇବା ବ୍ରହ୍ମରନ୍ଧ୍ର ଏବଂ ଅନ୍ତ୍ରିମ ସ୍ଥାନର ଠିକ୍ ଉପରକୁ ହୋଇଥାଏ। ସିନ୍ଦୁରରେ ରହିଥିବା ଉପାଦାନ ଏହି ସ୍ଥାନରୁ ଶରୀରରେ ରହିଥିବା ବୈଦ୍ୟୁତିକ ଶକ୍ତିକୁ ନିୟନ୍ତ୍ରିତ କରିଥାଏ, ଯାହାଦ୍ୱାରା ଆପଣ ରୋଗଠାରୁ ରକ୍ଷା ପାଇଥାନ୍ତି। ଏଥିସହ ଏଥିରେ ରହିଥିବା ପାରାକୁଞ୍ଚନ ଭଳି ସମସ୍ୟାରୁ ରକ୍ଷା କରିଥାଏ। ଆଶା କରୁଛୁ ଆମର ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଆମର ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ ତେବେ ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ।